ମହାନତା ଦେଖାଇଲେ ଓ ପ୍ରତିଶ୍ରୁତି ରକ୍ଷା କଲେ ଭାରତୀୟ ସେନାର ଯବାନ ହାବିଲଦାର ଆଶିଷଙ୍କର। ସମାଜସେବା କାର୍ଯ୍ୟର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ, ହେଲେ ଏମିତି କିଛି ସମାଜସେବା କାର୍ଯ୍ୟ ଥାଏ ଯାହାକି ଦେଖିବାକୁ ଖୁବ୍ କମ୍ ମିଳେ ଏବଂ ସମସ୍ତଙ୍କର ହୃଦୟକୁ ଜିଣି ପାରିଥାଏ। ଏଭଳି ଏକ କାର୍ଯ୍ୟ ହାତକୁ ନେଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜଣେ ଭାରତୀୟ ସେନାର ଯବାନ ହାବିଲଦାର ଆଶିଷଙ୍କର। ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମର। ମନୋରମା କର ଓ ସ୍ୱର୍ଗତ କୃପାସିନ୍ଧୁ କରଙ୍କ ପୁଅ ଆଶିଷ କର ଭାରତୀୟ ସେନାର ଯବାନ ହାବିଲଦାର ଭାବେ ଶ୍ରୀନଗର କାଶ୍ମୀରଠାରେ କାର୍ଯ୍ୟରତ ଅଛନ୍ତି। 2018 ମସିହାରେ ନିଜ ପିତାଙ୍କ ଦେହାନ୍ତ ପରେ ଅନ୍ତିମ ସଂସ୍କାର କରିବା ପାଇଁ ବେଗୁନିଆ ସ୍ଥିତ ଶ୍ମଶାନକୁ ଯାଇଥିଲେ। ଘଞ୍ଚ ଜଙ୍ଗଲ ଜୀବଜନ୍ତୁଙ୍କ ଭୟ ମଧ୍ୟରେ ବହୁ କଷ୍ଟରେ ବାପାଙ୍କର ଅନ୍ତିମ ସଂସ୍କାର କରିଥିଲେ। ସେଦିନ ପ୍ରତିଜ୍ଞା କରିଥିଲେ ଯେ ଶ୍ମଶାନର ଉନ୍ନତିକରଣ ଦିଗରେ ସେ ଯତ୍ନବାନ ରହିବେ। ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସର୍ବସମ୍ମତି କ୍ରମେ ଶ୍ରୀ କର 2025 ମସିହାରେ ନିଜର ଆଶା ପୂରଣ କରିବା ସହିତ ଗ୍ରାମବାସୀ କିପରି ବିନା ଅସୁବିଧାରେ ଶ୍ମଶାନରେ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର କରିପାରିବେ ସେ ନେଇ ଶ୍ମଶାନର ଚତୁଃପାର୍ଶ୍ୱକୁ ସିମେଣ୍ଟ ଖୁଣ୍ଟ ଓ ଜାଲି ସାହାଯ୍ୟରେ ଆବଦ୍ଧ କରାଇବା ସହ ଘଞ୍ଚ ଜଙ୍ଗଲ ପରିବେଶକୁ ଜେସିପି ସାହାଯ୍ୟରେ ସମ୍ପୂର୍ଣ୍ଣ ସଫା କରିବା ଓ ଲାଇଟ୍ର ବ୍ୟବସ୍ଥା ନିଜସ୍ୱ ଅର୍ଥରେ କରିବା ପାଇଁ ସ୍ଥିର କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଶ୍ରୀ କର କହିଛନ୍ତି ଯେ ନିଜ ଅଞ୍ଚଳର ଏଭଳି ଛୋଟମୋଟ ବିକାଶ କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ସର୍ବଦା ଆଶା ନ ରଖି ନିଜସ୍ୱ ଖର୍ଚ୍ଚରେ କିଛି କାର୍ଯ୍ୟ କରିବା ଦରକାର ଏବଂ ଏଥିରେ ସରକାରଙ୍କ ସହଯୋଗ ରହିଲେ ଆହୁରି ଭଲ ହୋଇପାରିବ। ଏନେଇ ବେଗୁନିଆ ଶ୍ମଶାନରେ ଯଥା ରୀତିନୀତି ଅନୁଯାୟୀ ପୂଜା ହୋମ ସଂକୀର୍ତ୍ତନ ତଥା ପ୍ରସାଦ ସେବନ କରାଯିବା ସହିତ ଶ୍ମଶାନ ପରିସରର ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ କରାଯାଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଖୁସି ବ୍ୟକ୍ତ କରାଯିବା ସହିତ ଯବାନ ଶ୍ରୀ କର ମହାନତା ଦେଖାଇବା ସହ ପ୍ରତିଶ୍ରୁତି ରକ୍ଷା କରିଥିବା ନେଇ ସଭିଏ ସାଧୁବାଦ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ନାୟବ ସରପଞ୍ଚ ଶାନ୍ତିଲତା କର, ଗ୍ରାମବାସୀ ତପନ କୁମାର ବାରିକ, ରାମଚନ୍ଦ୍ର ପରିଡ଼ା, ଧୀରେନ୍ଦ୍ର ସିଂହ, ଦିବାକର ପ୍ରଧାନ, ରବୀନ୍ଦ୍ର ସିଂ, ପ୍ରକାଶ ଜେନା, ପ୍ରକାଶ ପରିଡ଼ାଙ୍କ ସମେତ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ମୁଁ ହାବିଲଦାର ଆଶିଷ କୁମାର କର, ଭାରତୀୟ ସେନାର ଜବାନ। କାଶ୍ମୀରରେ ମୋର ଏବେ ଡ୍ୟୁଟି ଅଛି। एक्चुअली मु यही गाँव पिला और मोर यहाँ मातृभूमि गाँव में मोर जन्म ये गाँव में जन्म होगी मुझे जाइटी भी अच्छी जो जगार अच्छी जो स्तर में अच्छी सब यही गाँव पाई तो मुझे गाँव को केवे भूली पारे आ जब भी गाँव को आसे देखे श्मशान बहुत माने टिके अनडिसिप्लिन पड़ा थोड़ा अलिया आवर्जना था तो एते मात्रा अलिया आवर्जना था कि जिते लोक मैंने जो आसती शव सत्कार करने से भी बहुत ज़्यादा प्रॉब्लम फेस कराया पड़े। मतलब पहले तो मैंने बहुत एरिया सफा करेंगे डेड बॉडी कौटी जल्वे से एरिया सफा करेंगे किसी जंगली जानवर भी था भी गोटे डर था प्रति। इवन मोर फादर को डेथ होता 2018 मो फादर एक्सपायर होते भी शव नहीं आसी जलवाई तो मत भी बहुत ज़्यादा प्रॉब्लम फेस कराया पड़ता। चार तरफ मैंने कई जापर जे श्मशान बोली भाई गोटे जंगल तो मत टे फिल है 2018 मुझे कसम खाई ये नीट एंड क्लीन करके देवी गाँ लोक मुझे आने भी विचार करके मत किसी दिन पूर्व मत फाइनल करदे जे हाँ तुम ये कम कर आरंभ कर आम फुल सपोर्ट करूँ। तो यही भितर आम बहुत किसी मानने जेसीबी फेसीबी लगे सफा सुतरा कर देचु गाँव को गाँव मशाणी सफा सुतरा कर देचु। मु आज गोटे सोमवार शंकर महादेव बार को लेकिन मु गोटे उद्घाटन कली फास्ट मुझे बाउंड्रीटा करदेवी चारों तरफ आ गोटे गेट बनैबी ता भितर कामटा भी फुल गछ लगे पूरा एरिया नीट एंड क्लीन करके माने लगे जमी दूर गोटे पार्क टाइप आटा शुभ जगह मो श्मशान को केवि अशुभ जगह माने श्मशान ही हूँ आम लास्ट अंतिम जगह तो सेटा केवि अशुभ नुह मुझे भाविली जहाँ मो द्वारा जी संभव है मुझे बस मुझे सरकार को यह निवेदन करमती गोटे रूम सरकार बन तो बहुत बढ़िया तो सेमती आजिका दिन में जो जेकोसी गाँव में सब गाँव में थाई गोटे श्मशान जमी टाउन में आम पुरी स्वर्गद्वार को सरकार गोटे मेंटेन करने गोटे रखी स्वतंत्रता गोटे आसूसी फंड आसूसी गोटे मशाणी गोटे फंड आसू आहारी द्वारा ही आम मशाणीटा नीट एंड क्लीन करूँ आ सरकार ध्यान दे सब आम गाँव में सब गाँव में अमित अच्छी तो यहाँ गोटे माने मुझे यही कमटा कर माने जे मत देखिक हो पारे आउ किसी लोक गाँव मशाणी भी सफा करपारती एमती धीरे धीरे गोटे माने गोटे मनोबल बढ़ पिला ये गाँव में ये जिन हो तो से गाँव में कहीं नहीं पार मुझे भावुँ मैंने सरकार केवे डिसीजन ने आम अपेक्षा नक निजरू किसी भी आम साज्य करके कम से कम गोटे एरिया टाक आम देखू नीट आम भी चाहिए करें सब जिन सरकार देवे ताबन किसी माने ना सरकार काम हो पारे डिले होता पारे
ମାନେ ହବ କିନ୍ତୁ ହେଇପାରେ ଡିଲେ ହଉଥାଇପାରେ ଆଉ ତାକୁ ଆମେ ଅପେକ୍ଷା କରିକି ଆମେ ଆମ ଗାଁର ଯୋଉ ଶବ ସତ୍କାର କରୁଛୁ ଆମେ ସେମିତି ଅଳିଆକୁ ନେଇକି ଶବ ସତ୍କାର କରିବାଟା ମୋତେ ଭଲ ଲାଗିଲାନି ଆଉ ମୁଁ ସେଥିପାଇଁ କାମଟା କଲି ଆଉ ମୁଁ ବହୁତ ଖୁସି ମେହସୁସ କରୁଛି ନିଜକୁ ଯେ ମୋତେ ଏଇ କାମ କରିବାଟା ବି ମୋତେ ଏଇ କାମଟା କରିବା ପାଇଁ ମୋତେ ମୌକା ମିଳିଲା ସେଥିପାଇଁ ମୁଁ ନିଜକୁ ବହୁତ ଗର୍ବ ମେହସୁସ କରୁଛି ଆଉ ଆନେବାଲା ସମୟ ବି ମୁଁ ଆମ ଗାଁ ଲୋକଙ୍କୁ ବି ବହୁତ କଥା ଦେଇଛି ଆ ଭିତରେ କ'ଣ କ'ଣ କରାଯିବ ତା ଭିତରେ ଶବ ସତ୍କାର ପାଇଁ 2ଟା ପୋଷ୍ଟ ବନାଯିବ ଲାଇଟ୍ର ବ୍ୟବସ୍ଥା କରାଯିବ ଆଉ ପାଣିର ବ୍ୟବସ୍ଥା କରାଯିବ ଫୁଲ ଗଛ ଲଗାଯିବ ତା ଭିତରେ ଯଦି ସରକାର ଯଦି ଲାଇଟ୍ ପାଣିଟା ବ୍ୟବସ୍ଥା କରିଦେଲେ ଆଉ ବେଟର ହୁଅନ୍ତା ଆଉ ବାକି ତ ଆମେ ତ ନହେଲେ କରିଦେବା ଆଉ ଆମେ ଯଦି ଗୋଟେ ଏରିଆ ଦେଖେଇ ଦେଉଛେ ସରକାର ଆ ଉପରେ ଚାହିଁଲେ କିଛି ଆକୁ ମାନେ ସୁନ୍ଦର ବି କରିପାରନ୍ତି ଦୂରରୁ ଲାଗିବା ଦରକାର ଏଟା ସ୍ୱର୍ଗଦ୍ୱାର। ମୁଁ ହଉଛୁ ଶାନ୍ତିଲତା କର ବେଗୁନିଆ ପଞ୍ଚାୟତର ନ୍ୟାୟ ସରପଞ୍ଚ ଅଛି। ଆକ୍ଚୁଆଲି ଏଟା ସରକାର ନିୟମ ଦୃଷ୍ଟିରୁ ସରକାର କରିବା କଥା। ସରକାର ଯେହେତୁ ଟିକେ ଲେଟ୍ରେ କରୁଛନ୍ତି ତାପରେ ମଶାଣି ମାନେ ଆସୁଛନ୍ତି ପୁଡ଼ାପୁଡ଼ି କରିଲେ ଲୋକମାନେ ଅସୁବିଧା ହେଉଛନ୍ତି ଯେ ଏତେ ବଣ ଅପରିଷ୍କାର ହେଇଛି ଯେହେତୁ ସେଇ ଜଣେ ଯବାନ ବାହାରିଥିଲା ଆସି ତାଙ୍କ ବାପା ଡେଥ୍ ହେଲା ସେ ଆସିଥିଲେ କହିଲେ ଏତେ ବଣ ଅପରିଷ୍କାର ହେଇଛି ତାଙ୍କର ଗୋଟେ ମନର ଅବଶୋଷ ଥିଲା ଯେ ଏ ମଶାଣିଟାକୁ ଟିକେ ପରିଷ୍କାର କରିବା ପାଇଁ କେତେବେଳେ ଇଏ କରିବା ପାଇଁ ତାଙ୍କର ଯାହା ଆଶା ପୂରଣ କରିକି ସେ ନିଜ ତାଙ୍କର ଇଚ୍ଛାରେ ଆସିକି ଏଠା ବନେଇଛନ୍ତି। ସରକାର ତ ଏତେ ଦିନ ଯାକ ପଦକ୍ଷେପ ନେଇନାହାନ୍ତି ତାପରେ ଆଗାମୀ ଆମେ ସରକାରଙ୍କୁ ଜଣେଇବା ଯେ ଟିକେ ପଦକ୍ଷେପ ପିଲାଟା ତ ଆଠୁ କରିଛନ୍ତି ତାକୁ ଟିକେ ସହଜ ମାନେ ଆଉ ଟିକେ ଭଲ ରଙ୍ଗ କରିବା ପାଇଁ ସରକାରକୁ ନିବେଦନ କରାଯାଉଛି। ମୁଁ ତ ବହୁତ ଖୁସି ଅଛି ଆଉ ଗ୍ରାମବାସୀ ମାନେ ବହୁତ ଖୁସି ଅଛନ୍ତି ବୋଲି ସେ ପିଲାକୁ ସହଯୋଗ କରିକି ଆଜି ଏତେ ବାଟ ଆଗେଇ ଆସିଛନ୍ତି। ମୁଁ ତପନ କୁମାର ବାରିକ ଏଇ ଗାଁର ଜଣେ ସ୍ୱେଚ୍ଛାସେବୀ ଆଉ ଇଏ ଆଶିଷର ଜଣେ ଇଣ୍ଟିମେଟ୍ ସାଙ୍ଗ ପିଲାଦିନର ସାଙ୍ଗ ହିସାବରେ ମୁଁ ଏତିକି କହିବି ଯେ ତାର ବହୁତ ଦିନର ଆଶା ଅଭିଳାଷ ଆଜି ପୂରଣ ହେଇଛି ଯାହାକି ସେ ବହୁତ ଦିନ 5 ବର୍ଷ 10 ବର୍ଷ ଆଗରୁ ସେ କଥାଟା ଚିନ୍ତା କରିଥିଲା କିନ୍ତୁ ଏବେ ଯାହା ତାର ଅନ୍ତ ଘଟିଛି ଆଜି ଶ୍ମଶାନର ଶୁଭ ଉଦ୍ଘାଟନ କରିଛି ଆଉ ଆମେ ଆମ ଗ୍ରାମବାସୀ ବୃନ୍ଦ ସମସ୍ତେ ଖୁସି ଅଛନ୍ତି ଆଉ ତା ପାଇଁ ସହଯୋଗର ହାତ ବଢ଼େଇଛେ ଆମେ ଆଉ ବଢ଼େଇବା ବି ମଧ୍ୟ। ମୋ ନାଁ ବଳଭଦ୍ର ମାହାନା ସାକ୍ଷୀନ ବେଗୁନିଆ ପୋଷ୍ଟ ବେଗୁନିଆ ଜିଲ୍ଲା ବାଲେଶ୍ୱର। ଏହା ବହୁତ ଯେ ଗୋଟେ ଉନ୍ନତି ସୌନ୍ଦର୍ଯ୍ୟ ଜିନିଷ ସୁନ୍ଦର ହେଲା ଉନ୍ନତି ପାଇଁ ଏ ହେଲା ଯାହା କରିଛନ୍ତି ତାକୁ ବହୁତ ଧନ୍ୟବାଦ ଦେଉଛି। ସେ ଛୁଆକୁ ମୁଁ ଜାଣିଛି ସେ ଆମ ଗାଁ ଛୁଆ ଆଉ ତାଙ୍କ ବାପା ବି ତ ଗଲେଣି ଆଉ ତାଙ୍କ ବାପା ବି ମୋଠୁ ବୟସର ଯେ ବଡ଼ ହେବେ ଆଜ୍ଞା ଭଲ ଯାହା କାମ କରୁଛନ୍ତି ଖୁବ୍ ଉନ୍ନତମୂଳକ ଏଭଳିଆ କାମ କରିବା ଉଚିତ ଏବଂ ଠାକୁରଙ୍କ ଦୟାରୁ ତାକୁ ତାଙ୍କର ଆଶୀର୍ବାଦ ରହୁ ଏବଂ ଏଇସବୁ କାମ ଯେଉଁ ଠାକୁରଙ୍କ ଦୟାରୁ ୟା ପାଇଁ ବି କିଛି ସରକାରଙ୍କ ତରଫରୁ ଆହୁରି କିଛି ଇଏ ହୁଅନ୍ତା ସାହାଯ୍ୟ ମିଳନ୍ତା ତାହେଲେ ଗୋଟେ ବହୁତ ଉପକୃତ ହୁଅନ୍ତା।